ବିଶାଳ ମାଛ ଉଦ୍ଧାର, ଯାହାର ଓଜନ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ। ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ବ୍ରାହ୍ମଣୀ ନଦୀ ତଳ ମୁଣ୍ଡରୁ ଧରା ହେଲା 170 କିଲୋଗ୍ରାମରୁ ଉର୍ଦ୍ଧ୍ୱ ଏକ ବିରଳ ସାରଙ୍ଗ ମାଛ। ନଦୀରେ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଧରା ପଡ଼ିଛି ଏହି ବିଶାଳକାୟ ମାଛ, ଯାହାକୁ 4 ରୁ 5 ଜଣ ମାଛଟିକୁ ବୋହି ବୋହି ଆଣୁଥିବାର ଦେଖିବାକୁ ମିଳିଥିଲା। ଗାଁ ନିକଟରେ ଥିବା କିଛି ଯୁବକ ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ମାଛ ଧରିବା ସମୟରେ ଅଚାନକ ଜାଲରେ ଏକ ବିଶାଳକାୟ ମାଛ ପଡ଼ିଥିଲା। ଏତେ ବଡ଼ ମାଛକୁ ଦେଖି ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଜାଲକୁ ନଦୀ ପଠାକୁ ଖୋସାଡ଼ି ଆଣିଥିଲେ। ତେବେ ଏହି ମାଛଟିର ନାଁ କଳା ସାରଙ୍ଗ ବୋଲି ଜଣାପଡ଼ିଛି, ଯାହାର ଆନୁମାନିକ ଓଜନ 170 କିଲୋଗ୍ରାମରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ତେବେ ଏତେ ବଡ଼ ମାଛ ଧରା ପଡ଼ିଥିବା ବେଳେ ମାଛକୁ ଦେଖିବାକୁ ଲୋକାରୁଣ୍ଡ ହୋଇଥିଲେ ଅନେକ ଲୋକ। କେତେକ ଲୋକ ଏହି ମାଛକୁ ଦେଖି ଭୟଭୀତ ହୋଇପଡ଼ିଥିଲେ।